ଟେନସନ୍ ବଢ଼ିଲାଣି କରୋନା, ଫେରିଲା ମାସ୍କ କଟକଣା, କାୟା ମେଲାଣି କରୋନା, କରୋନାର ନୂଆ ଭାରିଆଣ୍ଟ JN-1 ବଢ଼େଇଲାଣି ଟେନସନ୍, ଚଣ୍ଡିଗଡ଼ରେ ଫେରିଲା ମାସ୍କ କଟକଣା। କରୋନାର ଦ୍ରୁତଗତି ସଂକ୍ରମଣ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଗହଳି ସ୍ଥାନକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାସନ। ହସ୍ପିଟାଲକୁ ଗଲେ ରୋଗୀ ଏବଂ ସମ୍ପର୍କୀୟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କରୋନା ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ RT-PCR ଟେଷ୍ଟ କରନ୍ତୁ। କରୋନା ପଜିଟିଭ୍ ହୋଇଥିଲେ 7 ଦିନ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ଚଣ୍ଡିଗଡ଼ ପ୍ରଶାସନ। ସେପଟେ କର୍ଣ୍ଣାଟକରେ ଆଉ 2 ଜଣ ଆକ୍ରାନ୍ତର ମୃତ୍ୟୁ ହୋଇଥିବା ବେଳେ 20ଟି ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଛି। ଏହା କୁହାଯାଇଛି ବେଙ୍ଗାଲୁରୁରେ ଜଣେ 44 ବର୍ଷୀୟ ଏବଂ ଜଣେ 67 ବର୍ଷୀୟ ଆକ୍ରାନ୍ତର ମୃତ୍ୟୁ ହୋଇଯାଇଛି। କୋଭିଡ୍-19 ଉପପ୍ରଜାତି JN-1 ଭୂତାଣୁ ଯୋଗୁଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3000 ନିକଟରେ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାଟାରୁ ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟରେ ସୂଚନାର ଉଲ୍ଲେଖ ଅଛି। ଗତକାଲି 2969ରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି 2997କୁ ବୃଦ୍ଧି ପାଇଛି। କେରଳରେ ଜଣେ ଆକ୍ରାନ୍ତ ମୃତ୍ୟୁ ଘଟିଥିବା ଦେଶରେ ସମୁଦାୟ କୋଭିଡ୍-19 ଜନିତ ମୃତ୍ୟୁ ସଂଖ୍ୟା 5,33,328ରେ ପହଞ୍ଚିଯାଇଛି। ଦେଶରେ ଏଥିଜନିତ ମୃତ୍ୟୁ 1.18% ବୋଲି ରେକର୍ଡ କରାଯାଇଛି। ଚ୍ୟାନେଲ ପାଇଁ ଯଦି ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲକୁ ଗୋଟିଏ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଚ୍ୟାନେଲ ମାଧ୍ୟମରେ ଲାଟେଷ୍ଟ ନ୍ୟୁଜ୍ ପାଇପାରିବେ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଇ ବାଇ। ପୁଣି ଦେଖା ହେବ ଆସନ୍ତାକାଲି। ଶୁଭ ସକାଳ।